তৃতীয় বৃষভারূঢ় চতুর্থে ভোজনান্ত। ଏମିତି ଶିବଙ୍କର ବାସସ୍ଥାନ ଅଛି। ସେ ଏକ ଦିନରେ ରହନ୍ତି କେଉଁଠି କୈଳାସରେ, ବୋଲେ ତାଙ୍କର ଘରେ ମନ୍ଦିରରେ। ଦ୍ୱିତୀୟ ଗୌରୀ ଶୂନ୍ୟବେ, ଦ୍ୱିତୀୟରେ ଗୌରୀ ପାର୍ବତୀଙ୍କ ସହିତ ଭ୍ରମଣ। ତୃତୀୟ ବୃଷଭାରୂଢ଼, 3 ନମ୍ବରରେ ବୃଷଭରେ ବସି ଭ୍ରମଣ କରି ଯାଆନ୍ତି। ଚତୁର୍ଥେ ଭୋଜନ ଜୈବ, ଚତୁର୍ଥ ଦିନ ତାଙ୍କରି ଭୋଜନ କରନ୍ତି। ପଞ୍ଚମ ଦିନ ପଞ୍ଚମୀ ଦେବ ସଭା, ପଞ୍ଚମ ଦିନ ଦେବତା ମାନଙ୍କର ସହିତ ସଭା କରି ବସିଥାନ୍ତି। ତାପରେ ଦେବଦେବ ମହାଦେବ ଯାଆନ୍ତି ମଶାଣୀ ଭ୍ରମଣରେ ଗୋଟେ ଦିନ। ଏଇପରି ଯୋଉ ଦିନ ମାନ ରହିଲା ଆମର ଏ ପ୍ରତିପଦା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ଏଇ ତିଥି ମାନଙ୍କର ଅଛି ସେଇଟା। ତାହେଲେ ସେ ଯେଉଁଥିରେ ଯେଉଁ ଦିନ ରହିବେ, ତାହେଲେ ଯେଉଁଦିନ ଶିବ କୈଳାସରେ ଥିବେ ପ୍ରଥମେ କୈଳାସ ବାସ, କୈଳାସରେ ଥିବାର ଦିନ ଯଦି ମନ୍ଦିରକୁ ଗଲେ କୈଳାସ ସୁଖ ପ୍ରାପ୍ନୋସି। ଯିଏ ଦୁଃଖୀ ଲୋକ ଯାଇଥିବ କୈଳାସରେ ସେଇଦିନ ଯଦି ଗଲେ ତାହେଲେ ଶିବ ତାକୁ ଆଶୀର୍ବାଦ କରିବେ, ସୁଖ ପାଇବ। ଦ୍ୱିତୀୟରେ ମା ଭବାନୀଙ୍କର ସହିତ ଥାନ୍ତି ଶିବ, ସେଇଦିନ ଯିଏ ଗଲେ କଣନ୍ତି ଦ୍ୱିତୀୟ ଗୌରୀ ଶୂନ୍ୟବେ, ଗୌରୀଙ୍କର ସାଙ୍ଗରେ ଥିଲେ ସୁଖ ସୌଭାଗ୍ୟ ପ୍ରାପ୍ତ, ଭାଗ୍ୟ ମଧ୍ୟ ବଦଳିବ ଏବଂ ସୁଖ ସମ୍ପତ୍ତି ମଧ୍ୟ ମିଳିବ। ତୃତୀୟରେ ସର୍ବ ପ୍ରାପ୍ତ। ଯେତେବେଳେ ବୃଷଭାରୂଢ଼ ହେଇଥିବେ ଦେବଦେବ ମହାଦେବ ବୃଷରେ ବୁଲୁଥିବେ, ସେଇଦିନ ଯଦି ମନ୍ଦିରକୁ ଗଲେ, ସେଇଦିନ ମନ୍ଦିରକୁ ଗଲେ ସେଇଦିନ ଯାହା ମନାସି ଥିବ ଦେବଦେବ ମହାଦେବ। ତାପରେ ଆସିଲା ଭୋଜନର ଦିନ। ଦେବଦେବ ମହାଦେବ ଯେତେବେଳେ ଭୋଜନରେ ଥିବେ ସେଇ ତିଥିରେ ପହଞ୍ଚିଲେ ସେ କଣ କରିବେ, ଭୋଜନ ଉଦର ପୀଡ଼ା। ସେଇଦିନ ଗଲେ ଗୋଟେ ପେଟ ବଥା ବେମାରୀ ଧରିକିରି ଆସିବ ମନ୍ଦିର। କେବଳ ଭଲ କରି ଶିବ ନାହିଁ, ଯେତେ ଭକ୍ତ ମାନଙ୍କୁ ରଖିଥିବେ ସେଇଦିନ ଗୋଟେ ପେଟ ବଥା ବେମାରୀ ଧରିକିରି ଆସିବ ମନ୍ଦିରକୁ। ଆଉ କଣ ହୁଏ, ସଭାୟାସନ, ଯେଉଁଦିନ ସଭା କରି ବସିଥିବେ ମହାଦେବ ସେଇଦିନ ଶିବ ମନ୍ଦିରକୁ ଗଲେ ସେଇଦିନ ଗୋଟେ ଆସିଲେ ଫେରିଲେ କାହାର ସହିତ କଳହ ଗଣ୍ଡଗୋଳ ହେଇକି ଗୋଟେ ଅପମାନ ପାଇବ। ଶ୍ମଶାନ ମରଣ ଶ୍ରେୟ। ଶ୍ମଶାନର ଭ୍ରମଣର ଶିବ ଥିଲା ସମୟରେ ଗଲେ ଜଣେ ମାରିଦିଏ ଜଣକୁ, ଯଦି ମର୍ଡର କେସ୍ କରିଦିଏ ସେ ଯେଉଁ ଦଣ୍ଡ ମିଳେ ସେଇଠୁ ଆସିଲେ ତୁମର 15 ଦିନ ଭିତରେ ସେଇ ଦଣ୍ଡ ମିଳିବ। ଦିନ ଦେଖିକିରି ଯିବେ, କିପରି ଦିନ ଦେଖିକିରି ଯିବେ, କିପରି ଭାବରେ ଦିନ ଦେଖିବେ, କେଉଁ ଦିନ ଶିବ କେଉଁଠାରେ ରହୁଛି, ଯେ କଣ କରିବେ, ତିଥିଞ୍ଚ ଦ୍ୱିଗୁଣଂ କୃତ୍ୱା, ଯେଉଁ ତିଥି ସେଇଦିନ ପ୍ରଥମା ଦ୍ୱିତୀୟା ତୃତୀୟା ଚତୁର୍ଥୀ ପଞ୍ଚମୀ ତିଥି ରହିବେ, ସେଇ ତିଥିକୁ 2 ଗୁଣ କରିବେ। ଯଦି ସେଇଦିନ ହଉଛି ଧର ଷଷ୍ଠୀ ତିଥି, 2 ଗୁଣ କଲେ 12 ହେଲା। ପଞ୍ଚତତ୍ତ୍ୱଂ ସମନ୍ୱିତ, ସେଇଥିରେ 5 ମିଶାବେ, 12 5 ହେଲା 17, ସପ୍ତଭାଗ କହିଛନ୍ତି। 7ରେ 7 ଭାଗରେ ହରଣ କରିବେ। ଫଳ ଯାହା ହେଇଗଲା, ଯାହା ବଳିଲା ସଂଖ୍ୟା ସେଇଥିରୁ ଫଳ ବିଚାର ହୁଏ। ଏକେନ କୈଳାସେ ବାସ କୈଳାସ ସୁଖ ପ୍ରାପ୍ନୋସି। ଏକ ଯଦି ବଳିଛି ସେଇଦିନ କୈଳାସରେ ଥିବେ, ସେଇଦିନ ଦୁଃଖୀ ଯିଏ ଯିବ ସୁଖ ପାଇବ। ଦ୍ୱିତୀୟ ଗୌରୀ ଶୂନ୍ୟବେ, ଗୌରୀଙ୍କ ସାଙ୍ଗରେ ଦୁର୍ଜୟଂ ସୁଖ ସମୃଦ୍ଧି, ଶିବ ସୁଖ ଦେଇଦେଲେ ସମୃଦ୍ଧି ଧନ ସମ୍ପତ୍ତି ଦେଇଦେବେ ପାର୍ବତୀ ସାଙ୍ଗେ ସାଙ୍ଗେ, ଯାରେ ବାବୁ ଆଜି ଥାନ ତୁ ପାଇବୁ। ତୃତୀୟ ବୃଷଭାରୂଢ଼, ବୃଷଭ ସର୍ବ ପ୍ରାପ୍ତି, ଯାହାକି ଲାଗି ଯାଇଥିବ ସଙ୍ଗେ ସଙ୍ଗେ ପ୍ରାପ୍ତ। ଏଇଟା ତାଙ୍କର ଦିନ ବାର ଅଛି। ତାହେଲେ ଚତୁର୍ଥେ ଭୋଜନ ମୁଚୈବ, ଚତୁର୍ଥରେ ଭୋଜନରେ ଥିବେ, ଭୋଜନ ଉଦର ପୀଡ଼ା। ପଞ୍ଚମରେ ସଭା, ସଭାୟାଂ ମାନନାଶନ, ସଭାରେ ଅପମାନ ପାଇବ। ଏଇଟା କଣ୍ଡୁ ମୁନି ବତେଇ ଦେଲେ, ରେ ବାପା ଆଜି ତୁ ଯା, ଆଜି ହିଁ ଆରମ୍ଭ କର। କଣ୍ଡୁ ମୁନି କଣ କଲେ, ବାଲିକାରେ ମୂର୍ତ୍ତି লিঙ্গে কতিয়ারি রোজারম্ভ করিনা মহামৃত্যুঞ্জয় মন্ত্র সহিতে বলে শিব নাম গান
ଗୋଟେ ଶିବଲିଙ୍ଗ ତିଆରି କରିଦେଲେ, ପୂଜା କରିଦେଲେ ଏବଂ ଏଇଟା ମନ୍ତ୍ର ଜପ କରୁଥାରେ ବାପା ତୁ ମନ୍ତ୍ର ଜପ କଲେ ମନେ ମନ୍ତ୍ର ଜପ କରୁଛନ୍ତି ଶିବଲିଙ୍ଗ ପାଶରେ। ଯେତେବେଳେ ସମ୍ପୂର୍ଣ୍ଣ ବେନିମାସ ହେଇଗଲା, ଆୟୁଷ ସରିଗଲା ତେଣେ ଯମରାଜା କଣ କଲେ, କାଳ ବିକାଳ ତାଙ୍କ ସହିତ ମୃତ୍ୟୁ ଦେବତାଙ୍କୁ ପଠେଇଦେଲେ, ଯାହା ଧରି ଆଣିବ ସେଇ ବାଳକ ଯିଏ ସମୁଦ୍ର ତଟରେ କଣ୍ଟକୁ ଶ୍ରୀଙ୍କର ଆଶ୍ରମ ତଟରେ ଯିଏ ଜପ କରୁଛି ତାକୁ ଧରି ଆଣ। ଯେତେବେଳେ ଆସିଗଲେ 3 ଜଣ, ତେଣେ ବାଳକ କଣ କରୁଛି, ଶିବଲିଙ୍ଗ ଧରିଛି, ଶିବଲିଙ୍ଗକୁ ହାତରେ ଧରିଛି ଏବଂ ମନ୍ତ୍ର ଜପ କରୁଛି। ଦେଖିଦେଲା କାଳ ବିକାଳ ଏବଂ ମୃତ୍ୟୁ ଦେବତା ପହଞ୍ଚି ପଡିଲେ, ଆଜି ମୋର ଆୟୁଷର ଶେଷ ଦିନ ଭାବିଲା। ଆଉ ଡାକିଲା, ଆକୁଳେ ବାଳକ ନନ୍ଦନ ଡାକିଲା ରଖରେ ପଞ୍ଚାନନ, ଡାକିଲା ରଖ ପଞ୍ଚାନନ, ଡାକିଲା ରଖରେ ପଞ୍ଚାନନ। ଶପଥ ବର୍ଷ ପୂର୍ଣ୍ଣ ହେଲା, ଆଜି ମୋ ଆୟୁଷ ତୁଟିଲା, ଆଜି ମୋ ଆୟୁଷ ତୁଟିଲା, ଆଜି ମୋ ଆୟୁଷ ତୁଟିଲା। ରକ୍ଷଣେ କେନ ହେ ସମର୍ଥ, ମୋର ରକ୍ଷକ ଭୋଳାନାଥ, ମୋର ରକ୍ଷକ ଭୋଳାନାଥ, ମୋର ରକ୍ଷକ ହେ ଭୋଳାନାଥ। ରଖବାନ ରଖ ପଞ୍ଚାନନ, ତୁଆରେ ବସିଲି ଶରଣା, ତୁଆରେ ବସିଲି ଶରଣା, ରଖ ହେ ପଞ୍ଚାନନ। ମୁଁ ତୋ ବିନା ଅନ୍ୟ ଗତି ନାହିଁ, ମୋର ଭରସା ତୁମା ସାଇ। ଏହିପରି ଭାବରେ ଯେତେ ମାର୍କଣ୍ଡେୟ ବାଳକ 6-7 ବର୍ଷର ବାଳକ ଡାକିଲା, ସେଇ ସମୟରେ କଣ ହେଲା ଯେ ବାହାରିଲେ ଲିଙ୍ଗ